ଓଡ଼ିଶା ନ୍ୟୁଜ୍ ନାଁକୁ ଆପଣଙ୍କୁ ସ୍ୱାଗତ। ଆପଣ ପରିଚୟ ଦିଅନ୍ତୁ। ମୋ ନାଁ ନଳିନୀ ଚନ୍ଦ୍ର ପଣ୍ଡା, ମୁଁ ଲଳିତେଶ୍ୱର ମୁଖ୍ୟ ପୂଜାରୀ। ଆଜି ଯେଉଁ ଆପଣ ଦେଖୁଛନ୍ତି ସବୁ ଯେଉଁଠି ଦେଖିବେ ସେଠି ଶିବମୟ, ମନ୍ଦିର ପାଖରେ ଆମେ ପହଞ୍ଚିଛନ୍ତି ଲଳିତେଶ୍ୱର ମହାଦେବଙ୍କ ମନ୍ଦିର, ସେ ବିଷୟରେ ଟିକେ ଆପଣ କ'ଣ ମତ ଦିଅନ୍ତୁ। ଏ ଆମର ଲଳିତା କେରୁ ଚାଷ ହଉ ହଉ ଏ ଲଳିତେଶ୍ୱର ମନ୍ଦିର ବାହାରିଲା। ଲଳିତେଶ୍ୱର ଠାକୁର ବାହାରିଲେ ସେଇ ଦିନଠାରୁ ଏ ଲଳିତେଶ୍ୱର ନାଁରେ ପରିଚିତ। ଆଉ ଶିବରାତ୍ରିରେ ବହୁତ ଅନେକ ଲୋକ ଆସନ୍ତି, ତାଙ୍କ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଆସନ୍ତି ଓ ଦର୍ଶନ କରନ୍ତି, ଆନନ୍ଦ ହେଇ ଯାଆନ୍ତି। ଆଜି ରାତି 3 ଘଟିକା ସମୟରୁ ମହାସ୍ନାନ ହେଇ ବଡ଼ସିଂହାର ବେଶ ହେଲା। ତାପରେ 2 ଘଟିକା ମଧ୍ୟରେ ଯୋଗୀ ବେଶ ହେଲେ। ରାତି 11 ଘଟିକା ସମୟରେ ଆପଣଙ୍କର ଚତୁର୍ ଅଭିଷେକ ହେବ, ଯାହାଫଳରେ କି ଚତୁର୍ ଅଭିଷେକ ବୋଇଲେ ଆମର କ୍ଷୀର ଅଭିଷେକ, ମହୁ ଅଭିଷେକ, ଧୃତ ଅଭିଷେକ, ଦୁଗ୍ଧ ଅଭିଷେକ ଇଏ ହେଇକି ତାପରେ ଆମ ମହାଦେବ ଉଠିବେ। ରାତି 3ଟା ପରେ ଉଠିବ, ତାପରେ ଲୋକମାନେ ପାଦ ପାଇକି ଆନନ୍ଦ ଘରକୁ ଯିବେ। ଆମର ଏଠି ନିଆରା ଢଙ୍ଗରେ ଶିବରାତ୍ରି ପାଳନ ହୁଏ, କାହିଁକିନା ସବୁଆଡ଼େ 1 ଦିନ ଧରି ହୁଏ। ଏଠି ଆମର 3 ଦିନ ବର୍ତ୍ତମାନ ଅଧିବାସ ବି ଚାଲିଛି। ଆଜି ଶିବରାତ୍ରି, କାଲି ହେଉଛି ବିଶ୍ୱଶାନ୍ତି ମହାଯଜ୍ଞ ଏବଂ ପରଦିନ ହେଉଛି ତା'ର ପୂର୍ଣ୍ଣ ଆଳତି ଏବଂ 5000 ଲୋକଙ୍କର ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଛି। ଆଉ ଆଜି ଯେଉଁ ଶିବରାତ୍ରିରେ ଆମର ଭାଇମାନେ ବି ଦାୟିତ୍ୱରେ ଅଛନ୍ତି ଏବଂ ପୋଲିସ ଭାଇମାନେ ବି ଅଛନ୍ତି। ଶାନ୍ତି ଶୃଙ୍ଖଳା ସହିତ ଯେଉଁମାନେ ଯେମିତି ଭଲରେ ଦର୍ଶନ କରିପାରିବେ ସେଥିପ୍ରତି ବି ଧ୍ୟାନ ଦିଆଯାଇଛି। ମୌସୁମୀ ମହାପାତ୍ର। ଆଜି ଯେଉଁ ଶିବରାତ୍ରି ମାନେ ଚାଲିଛି, ଆପଣମାନେ କେତେବେଳେ ଆସିଛନ୍ତି? ଆପଣଙ୍କ ମନ ଭିତରେ କ'ଣ ଭାବନା? ଆମ ଘର ଏଇଠି ମନ୍ଦିର ସାଇଡ଼୍ରେ ଆମ ଘର। ଆମେ ପ୍ରତିବର୍ଷ ଏଇଠିକି ଆସୁ, ଆଉ ବହୁତ ଭକ୍ତ ବି ଆସନ୍ତି ଏଇଠିକି ଦର୍ଶନ କରିବା ପାଇଁ। ଏଇଠି ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ ହୁଏ। ଯିଏ ବି ଆମେ ଆଶା ରଖୁଛୁ ଯିଏ ବି ଆସିବେ ତାଙ୍କର ବି ମନସ୍କାମନା ପୂର୍ଣ୍ଣ ହେବ, ଆଉ କେହି ଖାଲି ହାତରେ ଯିବନି। ଓମ୍ ନମଃ ଶିବାୟ। ହଁ, ବହୁତ ଭରସା ଅଛି। ମହାଦେବ ସମସ୍ତଙ୍କ ମନସ୍କାମନା ନିଶ୍ଚୟ ପୂର୍ଣ୍ଣ କରିବେ। ମୁଁ ସସ୍ମିତା ସାହୁ ଲଳିତେଶ୍ୱର ନଗରରୁ କହୁଛି। ଦେଖନ୍ତୁ, ମହାଶିବରାତ୍ରି ସମସ୍ତଙ୍କୁ ଏଇ ବର୍ଷଟା ଗୋଟେ ଦିନ ଅପେକ୍ଷା କରିକି ଲୋକମାନେ ସମସ୍ତେ ଅତି ଉତ୍ସାହ ଆକାଂକ୍ଷାରେ ଅନେଇଥାନ୍ତି କି ଶିବଙ୍କୁ ଗୋଟେ ମାନେ ଆମର ଗୋଟେ ଓଡ଼ିଆ ଘରର ମାନ୍ୟତା ଅଛି ଯେ ମହାଦେବ ଯାହା କରନ୍ତି ମାନେ ବର ଦିଅନ୍ତି, ତାଙ୍କୁ ଯଦି ଶ୍ରଦ୍ଧା ଆଉ ସମ୍ମାନରେ ପୂଜା କରିବ ମାନେ ମନସ୍କାମନା ସବୁ ପୂର୍ଣ୍ଣ କରନ୍ତି। ଆଉ ସେଇ ଉତ୍ସାହ ଆକାଂକ୍ଷାରେ ଆଜି ଆମ ଲଳିତେଶ୍ୱର ମନ୍ଦିରରେ ରାତି 3ଟାରୁ ଭିଡ଼ ଲାଗି ରହିଛି। ଆଉ ଏପର୍ଯ୍ୟନ୍ତ ବି ଆପଣ ଦେଖୁଥିବେ ସନ୍ଧ୍ୟା ହେଲାଣି, ଭିଡ଼ କମିବାର ନାହିଁ। ଭିଡ଼ ତାପରେ ଭିଡ଼ ଲାଗି ଚାଲିଛି। ଆଉ ଆମର ଏଠି ଲଳିତେଶ୍ୱର ମନ୍ଦିର ଯେହେତୁ ଲୋକଙ୍କର ଗୋଟେ ମନରେ ଅଛି ଯେ ଏଠି ପ୍ରତ୍ୟକ୍ଷ ଦେବ ଅଛନ୍ତି, ତେଣୁ ଏଠି ଆମେ ଜାଗର ଦୀପ ଜାଳିଲେ ଆମର ନିଜ ମନସ୍କାମନା ଆମର ଯାହା ଆକାଂକ୍ଷା ଅଛି ପୂର୍ଣ୍ଣ ହେବ। ସେଥିପାଇଁ ଆମର ଏଇ ଲଳିତେଶ୍ୱର ମନ୍ଦିର ରାତି 3ଟାରୁ ରାତି ମହାଦୀପ ଉଠିଲା ପର୍ଯ୍ୟନ୍ତ ଭିଡ଼ ଲାଗି ରହିଥାଏ। ଦୟାକରି ଆମ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ।